ଶ୍ରାବଣ ମାସ ଚତୁର୍ଥ ପାଳିରେ ତାହେଲେ ତମକୁ ଡଙ୍ଗାରେ ଶିବ ମନ୍ଦିର ଦେଖାଉଛି। ହର ହର ମହାଦେବ। ମୁଁ ହେଲି ତମ ଢେଙ୍କାନାଳ ବାବୁ ରାଇଡର। ଆଉ ଆପଣ ମାନେ ତ ଜାଣିଥିବେ ଆମେ ଦି ଭାଇ ଟିକେ ଲେଟ୍ ରେ ସବୁବେଳେ ଯାଉ। ଆଉ ମନ୍ଦିର ପାଖରେ ପହଞ୍ଚିକି ଆମକୁ ୱେଟ୍ କରିଦେଲେ। ତାପରେ ଆଉ ଡେରି ନ କରିକି ଆମେ ପାଣି ଉଠେଇବା ପାଇଁ ପଳେଇ ଯାଇଥିଲୁ। ଆଉ ଜଲ୍ଦି ଜଲ୍ଦି ପାଣି ଉଠେଇବାକୁ ପୂଜା ଆରମ୍ଭ କରିଦେଲୁ। Next day, the next day. ଆଉ ସକାଳୁ ଉଠିକି ବାବାଙ୍କ ଉପରେ ପାଣି ଢାଳିଲା ବେଳେ ଯୋଉ ଶାନ୍ତି ଲାଗୁଥାଏ ଭାଇ। ଆଉ ଇଏ ହଉଛି କମଳାଙ୍ଗ ଶିବ ମନ୍ଦିର। ଆଉ ଏଇଟା ହଉଛି ଗେଟ୍। ଆଉ ଇଏ ହଉଛି କମଳାଙ୍ଗର ଶିବ ମନ୍ଦିର ଡଙ୍ଗାରେ ହେଇଥିବା ମନ୍ଦିର। ଆଉ ଆପଣ ମାନେ କମେଣ୍ଟ କୁହନ୍ତୁ ଯେ ଆପଣ ମାନେ ଏଇ ମନ୍ଦିରକୁ ଆସିଛନ୍ତି ନା ନାଇଁ। ଆଉ ମୁଁ ଟିକେ ମନ୍ଦିର ଟିକେ ଚାରିପାଖ ଯାକ ବୁଲି ପଡିଥିଲି। ଆଉ ଆପଣ ମାନେ ଟିକେ ଦର୍ଶନ କରିଦିଅ। ଆଉ ମୋବାଇଲରେ ଚାର୍ଜ ନଥିଲା ଭିଡିଓ ବନେଇ ପାରିନଥିଲି। ତାପରେ ଆସିକି ଗାଁରେ ଭୋଗ ବନେଇ ଦେଇଥିଲୁ ଅରୁଆ ଅନ୍ନ। ଆଉ ଏକର ଅରୁଆ ଅନ୍ନ ବନେଇଲା ଟାଇମରେ ଏକର ଖାଲି ବର୍ଷା ଧରିକି। ଆଉ ରୋଷେଇ ସରିସାରିଲା ପରେ ବଡରୁ ସାନ ଯାକେ ପୁରା ସମସ୍ତଙ୍କୁ ଡାକିକି ଖାଇବା ପାଇଁ ଦେଇଦେଲୁ। ନା ସମସ୍ତଙ୍କୁ ଦଉଛ ମୋ ସାଙ୍ଗକୁ ଟିକେ ଦେଖ ଖାଇବାରେ। ଆଉ ଜଣେ ବି ଅଛି ମୋ ବିକାଶ ଭାଇକୁ ବି ଟିକେ ଦେଖିଦିଅ ଖାଇବାରେ। ଆଉ ଅରୁଆ ଅନ୍ନ ହେଇଛି ମାନେ ଗୋମାତାକୁ ବି ଦେଇଥିଲୁ ଖାଇବା ପାଇଁ। ଆଉ କିଛି ସମୟ ପରେ ମିହିରକୁ ଆକାଶ ଆଇଥିଲେ ଭାରି। ତାପରେ ବୁଲିବା ପାଇଁ ଟିକେ ଆମେ ବାହାରି ଦେଲୁ 3 ଜଣ ଯାଅ। ଆଉ ଭିଡିଓ ଯଦି ଭଲ ଲାଗିବ ସପୋର୍ଟ ଟିକେ କରିବେ।